ଆବଶ୍ୟକ ଅନୁଯାୟୀ ଦାନ ପ୍ରଦାନ ଆଉ ଗ୍ରହଣ ଗଣିତଟା ବିଜ୍ଞାନରେ ନାହିଁ, ଅଛି ହେତୁ ଜ୍ଞାନରେ। ହେଲେ ଏ କଥା କେହି ବୁଝିବାକୁ ଚାହୁଁଛି କେତେବେଳେ? ଆଉ ତାନେ ଠିକ ଅଛି ଠିକ ଅଛି। ଏ ତାନେ ଶେଷ ଦୃଶ୍ୟ ଯାଇ ଖୋଜା ହଉ। ହଉ ଶେଷ ଦୃଶ୍ୟର ପରିଣାମ ଅନେକ ଶିକ୍ଷା ଦେଉ। ତମର ପରୀକ୍ଷଣ ଆଉ ମୋ ନିରୀକ୍ଷଣ ଭିତରେ କେତେ ଫରକ ଅଛି ମାପିଦେବା। ପୁଣି ଖୋଜିବା ସେଇ ଆଦିମ ପ୍ରଶ୍ନର ବୁଝକ ଧରି ଉତ୍ତର ଉତ୍ତର। ମଣିଷ Congratulations Asma babu, congratulations. Thank you. ଆପଣଙ୍କ ୟୁନିକ୍ ମେଡିକାଲ ଲ୍ୟାବ୍ ଏବେ ସମଗ୍ର ଭାରତ ବର୍ଷରେ ଏକ ଶ୍ରେଷ୍ଠ ଲ୍ୟାବ୍ ମଧ୍ୟରେ ବିବେଚିତ ହେବାର ସିଦ୍ଧାନ୍ତ ହୋଇଛି। ସମସ୍ତ ଶ୍ରେୟ ଆପଣଙ୍କର ବୋଲି ମୁଁ କହିବି, କାରଣ ଆପଣ ମନ୍ତ୍ରୀ ଭାବରେ ସ୍ୱୀକୃତି ଦେଇନଥିଲେ ମୁଁ କ'ଣ ଏତେ ବଡ଼ ପ୍ରୋଜେକ୍ଟ ଷ୍ଟାର୍ଟ କରିପାରିଥାନ୍ତି? ନାଇଁ ସେମିତି କିଛି ନାହିଁ। ଆଉ ବନ୍ଧୁ ହେଇ ବନ୍ଧୁକୁ ସାହାଯ୍ୟ କରିବା ଏ ତ ମୋର କର୍ତ୍ତବ୍ୟ। ଏକ ସାଧା ଗଣିତ ଅତଏବ ଗୋଟେ ବିନିମୟ ଗଣିତ। ଫରେନରୁ ମେଡିକାଲ ଡିଗ୍ରୀ ଧରି ଦୀର୍ଘ 33 ବର୍ଷର ଅଭିଜ୍ଞତାକୁ ଆମ ସରକାର ଯଦି ସ୍ୱୀକୃତି ନ ଦେବେ ଆଉ ତାହେଲେ କାହାକୁ ଦିଆଯିବ ନା? କ'ଣ କହୁଛୁ ଭାଇ? ଧର ତା ଛଡ଼ା ସେଥିରେ ମୁଁ ଏକ କୁ ରିଲେଟେଡ୍ ଲ୍ୟାବ୍ କରିବା ପାଇଁ ଯୋଜନା କରୁଅଛି। ଭଲ କଥା। ଆପଣଙ୍କ ଅନୁମତି ନିଶ୍ଚୟ ଲୋଡ଼ିବି, କାରଣ ମୋ ଦୁଇ ଝିଅ ଏବେ ଡାକ୍ତର ଡିଗ୍ରୀ ଧରି ଫେରିଛନ୍ତି। ସେମାନଙ୍କୁ ଟିକେ କାମରେ ଲଗାଇ ଦେଲେ ମୁଁ ଟିକେ ଫ୍ରି ହେଇଯିବି। ଦ୍ୱିତୀୟ ଭଗବାନ କୁହାଗଲାନି। ଚିକିତ୍ସା ବିଜ୍ଞାନ ଯଦି ଉନ୍ନତି କରିନଥାନ୍ତା ନା, ଏ ଲୋକମାନେ ଯେମିତି ଆଗରୁ ପୋକ ମାଛି ହେଇକି ମରୁଥିଲେ ସେମିତି ମରି ଯାଇଥାନ୍ତେ। ଭାଇ ଧର ଏ ସତ କରୁଛ ସତ। କରେକ୍ଟ। ତେବେ ପାଠ ଯୋଶୀ ବାବୁ, ଆପଣଙ୍କର ଏ ବ୍ୟସ୍ତ ସିଡ୍ୟୁଲ ଭିତରେ କେମିତି ଆସିବା ହେଲା? ନାଇଁ ସେମିତି କିଛି ନାହିଁ। ଆଜି ବାଲେଶ୍ୱରର ପାର୍ଟି ପକ୍ଷରୁ ଆଗତ ଇଲେକ୍ସନ ପାଇଁ ଏକ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ଥିଲା। ସେଇଥିପାଇଁ ଆସିଥିଲି। ଭାବିଲି ଆସିଛି ମୋ ବନ୍ଧୁଙ୍କ ସହିତ ଦେଖା କରିଯିବି। ସାରେ କଥାଟାକୁ କହି ଦେଉନାହାନ୍ତି। ଇଏ କଥା କଣ କି ସାରେ, ଆମ ମନ୍ତ୍ରୀ ବହୁତ ଏଇ କଥାଟାକୁ କହିବାକୁ ଜମା ଚାହୁଁନାହାନ୍ତି, ବୁଝିଲେ ନା? ଇଏ ମାନେ କଥା କଣ କି, ମୁଁ ଭାବୁଥିଲି ଆପଣଙ୍କ ଝିଅ ପ୍ରଜ୍ଞା ମ୍ୟାଡାମଙ୍କ ସହିତ ଯଦି ମନ୍ତ୍ରୀ ମହୋଦୟଙ୍କ ପୁଅ ଅଭିବାବୁ ମାନେ କଥାଟିକୁ ପ୍ରକାଶ କରିବାରେ ସଂକୋଚ ବୋଧ କାହିଁକି? ବରଂ କନ୍ୟା ପିତା ହିସାବରେ ପ୍ରସ୍ତାବଟି ମୋ ଦ୍ୱାରା ଆଗତ ହୋଇ ପାଠ ଯୋଶୀ ବାବୁଙ୍କ ଦ୍ୱାରା ପାରିତ ହେବା ଉଚିତ। ନା କ'ଣ ବୁଝୁଛନ୍ତି ଚାଳ ବାବୁ? 100% ସତ୍ୟ ଆଜ୍ଞା। ଏ ଧେତରି ସବୁ ତ ଭୁଲ ହେଇଯାଉଛି ଆଉ। ଏ ମାନେ ମୋ କହିବା କଥା ସାର୍ ଆପଣ କୋଉ କୋଉ କରି ପକେଇଲେ। ହେଲେ ପାଠ ଯୋଶୀ ବାବୁ, କଥାଟିରେ ଆମ ଉଭୟଙ୍କର ଇଚ୍ଛା ଶକ୍ତି ଥିଲେ ବି ଆଜିକାଲିର ପିଲାମାନେ ଶିକ୍ଷିତ ପୁଣି ଆଧୁନିକ, ତେଣୁ ମୋ ମତରେ ପ୍ରସ୍ତାବଟିକୁ ସେମାନଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ଲଦି ନ ଦେଇ ସେମାନଙ୍କୁ ନିଜସ୍ୱ ମତାମତ ଉପରେ ଛାଡ଼ିଦେବା। ଆମ ମୁହଁରୁ କଥାଟିକୁ ଛଡ଼େଇ ନେଲ। ତେବେ ସାର୍ ସାନ ବାବୁ ତ ଏଇ ସହରରେ ଅଛନ୍ତି, ଆପଣ ଯଦି କହିବେ ମୁଁ ଫୋନ କରିକି ଡକେଇ ଆଣିବି। ଆଉ ମୋ ଝିଅ ବି ଆସିଛି। ଆଜି ୟୁନିକ୍ ମେଡିସିନ ଲ୍ୟାବର ଫାଉଣ୍ଡେସନ ଡେ, ତେଣୁ ସନ୍ଧ୍ୟାରେ ଗୋଟେ ଛୋଟିଆ ପାଠର ବ୍ୟବସ୍ଥା କରିଛି। ଆପଣ ଅଭିକି ଧରି ଆସନ୍ତୁ, ସେଠାର ଉଭୟଙ୍କ ମଧ୍ୟ ଟିକେ ଇଣ୍ଟ୍ରୋଡକ୍ସନ ହେଇଯିବ। ମୋର କଥାଟାକୁ ଛଡ଼େଇ ନେଲେ ସାର୍। ଇଏ ମାନେ ମୁଁ ଏଥର ଅଭିଭାବକଙ୍କୁ ଫୋନ କରି କଥାଟା ଜଣେଇଦେବି। ଶାସନ ବାବୁ, ମୁଁ ଗୋଟେ ପାର୍ଟି ଅଫିସ ଯିବି। ଯଦି ସମୟ ପାଇଲି
ଆପଣଙ୍କ ଅନୁରୋଧକୁ ରକ୍ଷା କରିବାକୁ ଚେଷ୍ଟା କରିବି। ଆଉ ତେବେ ପିଲାଙ୍କ କଥା ସେମାନେ ବଡ଼ ହେଲେନି, ଉଭୟ ପୁଅକୁ ଦେଖନ୍ତୁ ଜାଣନ୍ତୁ ନା କ'ଣ କହୁଛ ଭାଇ ଧର ଆଜ୍ଞା ଆଜ୍ଞା ସାର୍। ଶାସନ ବାବୁ ମୁଁ ଏବେ ଯାଉଛି। ଇଏ ସାର୍ ଇଏ ଯାଉଛି କ'ଣ? ନାଇଁ ନାଇଁ ଯାଉଛି କ'ଣ? ଆସୁଛନ୍ତି କହୁନାହାନ୍ତି। ଇଏ ମୋ ମତରେ ସାର୍ ଇଏ ଏବେ ଦୁଇ ଜଣଙ୍କ ଭିତରେ ସମୁଦ୍ର ଡକାଡକି ପର୍ବଟା ଆରମ୍ଭ କରିଦେବା ଉଚିତ। ଭାଇ ଧର ମୁଁ ଦେଖୁଛି ତମେ ଭାରି ବ୍ରିଲିଆଣ୍ଟ। ହଉ ଶାସନ ବାବୁ ଭାଇ ଧର ମୋର କେବଳ ଘନିଷ୍ଠ ନୁହେଁ, ଘନିଷ୍ଠ ବନ୍ଧୁ ସବୁ ଧର ସବୁ କିଛି। ମୁଁ ଏବେ ଆସିଛି ଶାସନ ବାବୁ। ନମସ୍କାର ନମସ୍କାର। ଅବଶ୍ୟ ପ୍ରସ୍ତାବଟି ମନ୍ଦ ନୁହେଁ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମନ୍ତ୍ରଣା ଆଧୁନିକ ଲେବା ପାଇଁ ଦରକାର ନିଶ୍ଚିତ। ଆପଣ ଆଜି ଗୋଟିଏ ଭବ୍ୟ ପାର୍ଟି ରଖିଛନ୍ତି। ୟୁନିକ୍ ମେଡିକାଲ ଲ୍ୟାବର ଇନାଗୁରେସନ ଡେ ପାଳନ କରିବେ। ଏକଥା କ'ଣ ସତ? ୟେସ୍ ମାଇ ବେବି, କେବଳ ଇନାଗୁରେସନ ଡେ ପାଳନ ହେବନି, ତା ସହିତ ଗୋଟେ ସିକ୍ରେଟ ମିଶନ ମଧ୍ୟ ଇନାଗୁରେସନ ହେବ। ଡାଡ୍, ସିକ୍ରେଟ ମିଶନ? ସେଇ ସିକ୍ରେଟ ମିଶନ ଜାଣିବାରେ ମୋର କିଛି ଅସୁବିଧା ଅଛି କି? ଅସୁବିଧା କିଛି ନାହିଁ। ତେବେ ମୋ ପ୍ରଜ୍ଞା ଦେବୀ ପାଖରେ କିଛି ସିକ୍ରେଟ ନାହିଁ। ତେବେ କୁହନ୍ତୁ ନା। ଆଜି ଇନାଗୁରେସନ ପାର୍ଟିରେ ମୋ ଭାବି ଜ୍ୱାଇଁ ନିର୍ଣ୍ଣୟ କରିବାର ଏକ ପରୀକ୍ଷା ଧର୍ମୀ ବ୍ୟବସ୍ଥା କରିଛି। ଡାଡ୍, ମାନେ ମୁଁ ବୁଝିପାରିଲିନି। ମାନେଟା ଏହା ଯେ ଆଜି ଇନାଗୁରେସନ ପାର୍ଟିରେ ମୋ ପ୍ରଜ୍ଞା ଦେବୀର ଭବିଷ୍ୟତ ପାର୍ଟନର ଯିଏ ହେବ ତାଙ୍କର ଇଣ୍ଟ୍ରୋଡକ୍ସନ କରିବି। ଡାଡ୍, ମୋ ସ୍ୱାଧୀନତାର ଅଭିବ୍ୟକ୍ତି ନ ଦେଇ ଆପଣ ଆରେ ନା, ସେମିତି କେମିତି ହବ? ମୋ ବେବି ଚଏସ୍ କଲା ପରେ ଘୋଷଣା ନାମା ହେବ, ତା ପୂର୍ବରୁ ନୁହେଁ। ମ୍ୟାରେଜର ନିହାତି ଦରକାର। ସମାଜ ପାଇଁ, ସଂସାର ପାଇଁ, ପୁଣି ନିଜର ଅପରାହ୍ନ ସମୟ ପାଇଁ ମ୍ୟାରେଜ ନିହାତି ଦରକାର ବେବି। ମୁଁ ପ୍ରଜ୍ଞା ପାରମିତା ଶାସମଲ, ରିଟାୟାର୍ଡ ସାମୁଏଲ ସାମସନଙ୍କ ବଡ଼ ଝିଅ। ଫରେନର ଚିକିତ୍ସା ବିଜ୍ଞାନରେ ପିଏଚଡି କରି ଆସିଥିବା ୟୁନିକ୍ ମେଡିକାଲ ଲ୍ୟାବର ଡିରେକ୍ଟର। ଆପାତତ ଏତିକି ସ୍ୱାଧୀନତା ମୋ ପାଖରେ ରହିବ ଉଚିତ ବୋଲି ମୁଁ ଭାବୁଛି। ହ୍ୱାଇ ନଟ୍? ମୁଁ କଣ ମ୍ୟାରେଜ କରିବା କଥା କହିଲି? ମୋର ବନ୍ଧୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସବ୍ୟସାଚୀ ପାଟଜୁସିଙ୍କର ଏକମାତ୍ର ପୁତ୍ର, ଆଇ ମିନ୍ ଆମ ରାଜ୍ୟର ଭାବି ମୁଖ୍ୟମନ୍ତ୍ରୀ ସବ୍ୟସାଚୀ ପାଟଜୁସିଙ୍କ ପୁଅ ଅଭିମନ୍ୟୁ ପାଟଜୁସି। ହ୍ୟାଣ୍ଡସମ୍, ଇଣ୍ଟେଲିଜେଣ୍ଟ, ସ୍ମାର୍ଟ ବୟ। ତାଙ୍କ ସହିତ କିଛି ଦିନ ମିଶିବା ପରେ ଯଦି ଭଲ ଲାଗିବ ମତେ କହିଲେ। ଡାଡ୍, ଆପଣ ତ ଜାଣିଛନ୍ତି ମୋ ଏମ୍ ଅଲଗା। ଆଇ ମିନ୍ ଆଇ ଲିଭ୍ ଇନ୍ ମୋ ରିଲେସନଶିପରେ ରହିବାକୁ ପସନ୍ଦ କରେ, କିନ୍ତୁ ବନ୍ଧନରେ ବାନ୍ଧି ହେବାକୁ ନୁହେଁ। ଓକେ, ମୁଁ କଣ ମନା କଲି? ସେ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଆଜି ଅଛନ୍ତି କାଲି ନଥିବେ। ତୁ ଯଦି କିଛି ଦିନ ତାଙ୍କ ସହିତ ଲିଭ୍ ଇନ୍ ରିଲେସନରେ ରହୁ ତେବେ ତ ଆମ ଲ୍ୟାବ ପାଇଁ କିଛି ଅସୁବିଧା ନାହିଁ। ଓକେ ଡାଡ୍। ହଉ ଠିକ ଅଛି, ମୁଁ ଏବେ ଆସୁଛି। ସନ୍ଧ୍ୟାରେ ଇନାଗୁରେସନ ପାର୍ଟି ପାଇଁ ବ୍ୟବସ୍ଥା କରେ। ଓକେ ଡାଡ୍। ଅଭିମନ୍ୟୁ ପାଟଜୋଶୀ, ନାମଟି ଶାସ୍ତ୍ରୀୟ। ହଁ, ପରୀକ୍ଷା କରାଯାଇପାରେ। ଆଜିକାଲି ଆଧୁନିକ ଜୀବନ ଚର୍ଚ୍ଚାରେ ସ୍ୱାଧୀନ ଭାବେ ବଢି ଆସୁଥିବା ମୁକ୍ତ ବିହଙ୍ଗମ ପଞ୍ଜୁରୀ ଭିତରେ ରହିବାର ଅଭିପ୍ସା କରିହେବ ତ? ଉଡ଼ି ପାରୁଥିବା ବୟସରେ ପଞ୍ଜୁରୀ ଭିତରେ ଅଣନିଶ୍ୱାସୀ ଲାଗେ। ହେଲେ ବର୍ଷା ଘର ଦରକାର ପଡେ ମ୍ୟାଡମ୍। ସବୁବେଳେ ତ ଉଡ଼ି ହେବନି ନା। ସେଇ ସ୍ଥାନରେ ଉପଗତ ହେଲେ ବିଶ୍ରାମ ସ୍ଥାନଟା ଚିହ୍ନଟ କରିନେବେ। ସ୍ୱପ୍ନ କେବେ ଅନ୍ଧାର ହୋଇନଥାଏ ମ୍ୟାଡମ୍, କିନ୍ତୁ ଅନ୍ଧାର ନ ଆସିଲେ ସ୍ୱପ୍ନ ଦେଖିବା କେବେ ସମ୍ଭବ ହୁଏ ନା। ରାତ୍ରି ପାଖରେ ବିନୟ ହେବାର ସମ୍ଭାବନାକୁ ଯଥେଷ୍ଟ ଟାଳି ଦେବାକୁ ଏ ପ୍ରଜ୍ଞା ପିଲାଟା ପିଲାଦିନୁ ଅଭ୍ୟସ୍ତ। ତାଛଡ଼ା ତୁମେ କାହିଁକି ବିବ୍ରତ ହେଉଛ? ସୁମତ, ମୋ ବିଶ୍ରାମ ସ୍ଥାନ ପଞ୍ଜୁରୀର ସମସ୍ତ ଦ୍ୱାର ତୁମ ପାଇଁ ମୁକ୍ତ। ଅବାଧ ପ୍ରବେଶ ରହିଛି। କ'ଣ ଏବେ ଖୁସି ତ? ବିକ୍ରି କରିବାକୁ ନା ବିକ୍ରୟ ହେବାକୁ? ତୁମେ ଯାହା ଭାବିପାର। ମ୍ୟାଡମ୍, ପ୍ରେମ ଏକ ସମ୍ଭୋଗର ସମ୍ମୋହନ ନୁହେଁ ପ୍ରଜ୍ଞା ମ୍ୟାଡମ୍, ଏକ ସାର୍ଥକ ସମର୍ପଣ। ହୁଏତ ବସ୍ତୁବାଦର ଅଜନା କ୍ଷେତ୍ରରେ ତାର ଅଜନା ମାପିବା ସମ୍ଭବ ହୁଏ ନା। ଅର୍ଥ, ଜ୍ଞାନ, ପ୍ରଜ୍ଞା କିମ୍ବା ରୂପର ନାମରେ ତା ବିନିମୟ
ମ୍ୟାଡାମ ଡାକିବାକୁ ବାଧ୍ୟ ହଉଥିଲି। ଏ ପ୍ରଜ୍ଞା କଣ ତା ଦୁନିଆରେ କାହାକୁ ଅନ୍ତରଙ୍ଗ ବୋଲି ସ୍ୱୀକାର କରିପାରିବ? କେବଳ ଡାଡ କହିଥିଲେ ବୋଲି ଭରିଛି। ପ୍ରତିବାଦ ବି କରିପାରିଥାନ୍ତ। କରିଥାନ୍ତି। ଅବାଧ୍ୟ ହବା ଅପେକ୍ଷା ବାଧ୍ୟତାର ଭାଗ ଭାଗକୁ ମାପିବାକୁ ଚାହୁଁଥିଲି। ସେଥିରେ କଣ ପାଇଲ? ଆମର ତ ଏତିକି ତ ଲାଭ ମିଳିଲା। ଡାଡଙ୍କ ମନ ରହିଲା। ଆଉ ମୋ ମନର ମଣିଷକୁ ପସନ୍ଦ କରିବାରେ ଅବାଧ ସୁଯୋଗ ତ ମିଳିଲା। ସତରେ ପ୍ରଜ୍ଞା, ତମେ କେବଳ ସୁନ୍ଦରୀ ନୁହଁ, ବୁଦ୍ଧିମତୀ ବି। ଆଜି ଜାଣିଲ? ଜାଣିବାର ସୁଯୋଗ କେବେ ଦେଇଥିଲ ଯେ ଜାଣିପାରିବି? ତୁମେ କେବେ ଚାହିଁଥିଲ ଯେ ମୁଁ ନାଇଁ କହିଥିଲି? ପ୍ରଜ୍ଞା, ତୁମର ସୁମନ୍ତ କେବଳ ସୁମନ୍ତ।
ପାରୁନି? ଆଜ୍ଞା ପ୍ରତିଯୋଗିତା ଧେତରି ସବୁ ତ ଭୁଲି ଯାଉଛି ଏ ଦୌଡ଼ ପ୍ରତିଯୋଗିତା ଆପଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଏଇ କ'ଣ ଜାଣିନାହାନ୍ତି ମ ତା ଆସନ୍ତା ପଣ୍ଡୁ ପୂର୍ଣ୍ଣିମାରେ ପରା ମାନସ ସରୋବରର ପାଣି ବିକ୍ରୟ ହେବ ଆଜି ଯିଏ ସେଟାକୁ ଯିବ ପିଇବ ଆଉ ମାତ୍ର ଗୋଟିଏ ବୁନ୍ଦା ପିଇଲେ ତ ବୃଦ୍ଧ ବି ଯୌବନ ତେବେ ତ ମୋର ପିଇବା ଉଚିତ। ମୁଁ ଏ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ, ମାନସ ସରୋବର ପାଣି ଉପରେ ସରକାରୀ ଅଧିକାର ଅଛି। ସାରେ ସେଥିପାଇଁ ଅଗ୍ରିମ ଅଙ୍ଗାରରେ ଟିକେଟ କଟାଯାଉଛି ନା ଭାଇ ଧର ଆଜ୍ଞା ଏ ଟିକେଟରେ କେତେ ଅଛି କିରେ? ମୋ ପାଇଁ ଗୋଟେ ଟିକେଟ କାଟିଥା। ସାରେ ହଁ ଟିକେଟ ପାଇଁ ଟଙ୍କା ପଡୁନି ଯେ ଆଉ ମାତ୍ର 20 ଦିନର ଯାତ୍ରା ଆକୁ ଅନୁକୁଟା କହୁଛନ୍ତି ପରୀକ୍ଷା କରିକି ଯୋଗ୍ୟତା ପରୀକ୍ଷା କରିବେ ଆଚ୍ଛା। ବୁଝିଲେ ନା ଆପଣ ତ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଉ ଯୋଗ୍ୟ ବିବେଚିତ ହେବେନି କେମିତି ଆଉ ଯଦି ନ ହେବେ ଆଉ ତାହେଲେ ଆମେ ଯୋଗ୍ୟତା ହାତେଇ ନେବାନି ଆଉ ଦେଖୁନାହାନ୍ତି ବାଂଲାଦେଶୀ ରିଫ୍ୟୁଜ ପାସପୋର୍ଟ ଆଧାର କାର୍ଡ ଏସବୁରେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ୍ କରାଇ ଭାରତରେ ପ୍ରବେଶ କରୁଛନ୍ତି ଆମେ କାହିଁକି ପାରିବାନି ଆଚ୍ଛା ଭାଇ ଧର ଆଜ୍ଞା ଆଜ୍ଞା ଏସେ ବିବେଚନା କମିଟିର ମୁଖ୍ୟ କିଏ ଅଛି କି? ଏଇଟା କ'ଣ ଗୋଟେ ପ୍ରାଇଭେଟ କମ୍ପାନୀ ନା କ'ଣ ବାହାର କାହାକୁ ଜଣକୁ ଆଣିଛନ୍ତି ସେ ଝିଅ ହୁଅନ୍ତୁ ନା କାହିଁକି ମ ଆପଣ ପରା ଭାବି ମୂର୍ଖ ତେରିମି ଇଏ ମୁଖ୍ୟମନ୍ତ୍ରୀ ଆପଣ ବିଶିଷ୍ଟ ଫାର୍ମାଲୋଜିକାଲ ସ୍ପେଶାଲିଷ୍ଟ ଶାସିମଲ ବାବୁଙ୍କର ସମୁଦି ଏ ମାନସ ସରୋବର ପାଣି ପିଇବା ପାଇଁ ଆପଣ ପ୍ରଥମ ଅଧିକାରୀ ନା ଆଚ୍ଛା ଭାଇ ଧର ଆଜ୍ଞା କାଲି ଟିକେ ବିବେଚନା କମିଟିର ମୁଖ୍ୟ ସହିତ ମୋର ଆପଏଣ୍ଟମେଣ୍ଟଟା ଫିକ୍ସ କର ଆଉ ଯଦି ହେବ ସମୁଦ୍ରକୁ ସାଥିରେ ନେଇଯିବା। ସେଇଟା ତ ମୋ ବାହାତର ଖେଳ ନା ଡେଟ୍ ଫିକ୍ସ ହେଇଗଲା ଜାଣନ୍ତୁ ସାରେ ତେବେ ଠିକ ଅଛି, କାଲିର ସମସ୍ତ ପ୍ରୋଗ୍ରାମକୁ କ୍ୟାନସଲ କରି ଗୋଟିଏ ସିଡ୍ୟୁଲ କର। ଏ ସ୍ୱାସ୍ଥ୍ୟ ମନ୍ତ୍ରୀ ହେବା ପରଠାରୁ ଦେଶର ସ୍ୱାସ୍ଥ୍ୟରେ ଏତେ ବ୍ୟସ୍ତ ଯେ ନିଜ ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ବେଳ ପାଉନି। ମୁଁ କ'ଣ ଜାଣିନି ସାରେ ମୁଁ ବୋଧେ ସବୁଦିନ ଦେଖୁଛି ଆଉ ସାରେ ଉପର ଅଫିସରଙ୍କୁ କହିକି ଆଉ ଗୋଟିଏ ଟିକେଟ ଯଦି ଇଏ ମାନେ ମୋ କଥା ବି ବେଳେ ବେଳେ ଚିନ୍ତା କରୁଥିବେ ସାରେ। ଭାଇ ଧର ଏ ଗୋଟେ କଥା ମୁଁ କ'ଣ ତମକୁ ଛାଡ଼ି ସେତେ ଦୂର ଯିବି? ମୁଁ ଯୁଆଡ଼େ ଯିବି ତୁମେ ସିଆଡ଼େ ଯିବ ନା। ଭାଇ ଧର ତମେ ଆପଏଣ୍ଟମେଣ୍ଟ କଥାଟି ବୁଝ, ଯେତେ ଟିକେଟ ଦରକାର ସେ ଦାୟିତ୍ୱ ମୋର। ଏବେ ମୁଁ ଆସିଛି ଭାଇ ଧର ଶାସନ ବାବୁଙ୍କୁ ଆମନ୍ତ୍ରଣ ରକ୍ଷା କରିବାର ବ୍ୟବସ୍ଥା କରେ, ତା ଛଡ଼ା ପୁଅ ବାହାଘର କଥା। ଏବେ ମୁଁ ଆସିଛି ଭାଇ ଧର। ଇଏ ମନ୍ତ୍ରୀର କଥାଟି ସବୁବେଳେ ନେଲି ଇଏ ବର୍ତ୍ତମାନକୁ ସିନା ମଜବୁଲ ମଣିଷ ତାର ଭବିଷ୍ୟତ କଥା କ'ଣ କିଛି ଭାବେ? ଆଗାମୀ ସମୟରେ ଯେଉଁ ଯନ୍ତ୍ରଣାର ଅଦୃଶ୍ୟ ଜନ୍ତା ବିଛା ଯାଇଛି ପୁଣି ଅନୁତାପର ଅନ୍ଧଗଳି ଅପେକ୍ଷାରେ ତ ଆଉ ସଟ ତାର ଅକ୍ଟୋପସ ଇଏ କ୍ଷଣକ ଆନନ୍ଦରେ ବିଭୋର ହେଉଥିବା ଅପରିଣାମଦର୍ଶୀ ନିର୍ବୁଦ୍ଧ ମଣିଷମାନଙ୍କୁ ଇଏ କବଳିତ କରିବାର ସୁଯୋଗ ଖୋଜୁଛି ନା। ନମସ୍କାର ଭାଇ ଧର ବାବୁ। ये नमस्कार ये दोने बाबू ये खोजिला बड़ तो खोजिला ते किरे मंत्री को बेचारे बाड़ी पड़ जंदी ये दोने बाबू डाकी बाटा भी ठीक होनी बाबू की समुद्र डाकी दे भी एकादरे ये हठात आसीबा हला जे ନାଇଁ ଘରେ ଏକା ଥିଲି ତ ମମତା ତ ସାନ ବାବୁଙ୍କ ସାଙ୍ଗରେ ଯାଇଛି ଭାବିଲେ ଟିକେ ବୁଲି ଆସିବି। ये आ ଭଲ କଲେ ଦେଖିଲେ ଭାଇ ଧର ବାବୁ ଏ ପୋଷାକଟା ମତେ କେମିତି ମାନୁଛି? ये बाबा परमानंद ये पूरा निर्वाणानंद ना ये एबे कोन आउ तमे भेतरी आपण एबे आप कोन आपण से दोने चरण मांती ए दिन मजुरिया दोने चरण मांती ना कोन आपण परा एबे दोने चरण मांती पुनी मंत्री कर खास लोक मंत्री को कृपा ले मंगुल गयते गिरी ପାଉ ହେଲା କେତେବେଳେ? ସେଇ କୃପା ତ ଏବେ ମୋର ଯିବ ପୁରା ଯୌବନ ଫେରା କୃପା। ଏ ଯୌବନ ଫେରା କୃପା? ଆଜ୍ଞା କଥାଟା ଆପଣ ବୁଝିପାରିବେନି ବୁଝିଲେ ନା ଆମ ସ୍ୱାସ୍ଥ୍ୟ ମନ୍ତ୍ରୀ ଗିରିଲଙ୍ଗନ କାର୍ଯ୍ୟକ୍ରମ ପୁରା କରୁଛନ୍ତି ଖାଲି କ'ଣ ଗିରିଲଙ୍ଗନ କାର୍ଯ୍ୟକ୍ରମ ଏ ତା ସାଙ୍ଗକୁ ମାଟି ସରୋବରର ପାଣି ପିଇବାର ମଧ୍ୟ ସୁଯୋଗ ରଖିଛନ୍ତି ନା ଆଉ ମାତ୍ର ଗୋଟିଏ ବୁନ୍ଦା ବୃଦ୍ଧ
ଅଣ୍ଟା ବି ଯୌବନ ହେଇଯିବ। ଏ ବାଇଦର ବାବୁ କଥାଟାକୁ ଏତେ ଫେଣେଇ କହୁଛନ୍ତି ଯେ କ'ଣ ଖୋଲିକି କହିପାରିବେନି? ଏ ଦେଖୁନ ମୁଁ କଥାଟା କେତେବେଳେ ଖୋଲିକି କହିଲି କେତେବେଳେ ଫେଣେଇଲି ମତେ କହୁନ। ସବୁ ତ ଖୋଲି ସାରିଲିଣି ବାକି ଅଣ୍ଡର ପ୍ୟାଣ୍ଟ ବି ମାନେ ଥାଉ ଥାଉ। ଏ ଖୋଲି ଦେଲେଣି ତ ଏ ପୁରାଟା ଖୋଲି ଦଉନ। ଏ କହୁଛି ଶୁଣୁନ ଆସନ୍ତା କାଲି ପରା ୟଙ୍ଗ ଏନର୍ଜି ପ୍ରାପ୍ତି ଇଣ୍ଟରଭ୍ୟୁ ଅଛି। ଏ ବାଇଦର ବାବୁ କଥାଟା ଖୁଲୁ ଖୁଲୁ ଅଧା ରଖି ଦଉଛନ୍ତି ନା କ'ଣ ବୁଝେଇ ଦେଉନାହାନ୍ତି? କେତେ ବୁଝିକି କହିନି କୁହ। ଇଏ ଜିଜ୍ଞାସା ଆସୋସିଏସନ ପକ୍ଷରୁ ଇଏ ୟଙ୍ଗ ଏନର୍ଜି ପ୍ରାପ୍ତି କରିବାର ବ୍ୟବସ୍ଥା କରାଯାଇଛି। ମାନେ ମାନସରୋବର ଯାତ୍ରା ମାତ୍ର 20 ଦିନର ଯାତ୍ରା। ଏ ଦି ୟଙ୍ଗ ଏନର୍ଜି ଆଜ୍ଞା ଏ ସେଇଟା ପୁଣି କ'ଣ? ମୁଁ ଜାଣେ ତମେ ବୁଝିପାରିବନି କହୁଛି। ଇଏ ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁସାରେ ଦୀର୍ଘ 5000 ବର୍ଷ ପରେ ଏପରି ଏକ ଶୁଭ କିରଣ ପୃଥିବୀକି ଆସେ ନା ଆଉ ଯେଉଁଠାରେ ସାର୍ଥକ ମଣିଷକୁ ଦେବତା ହେବାର ସୁଯୋଗ ମିଳେ। ଏ ମଣିଷ ଦେବତା ହୋଇପାରିବେ? ହେଲେ କେମିତି? ଏ ସେଇ କଥା କହୁଛି ମୁଁ ଏକସା କେତେ କହିମି କୁହ ତ ଏକସା କେତେ ଥର କହିମି। ଏ ଯେ ଜ୍ୟୋତିଷ ମାନେ କହିଛନ୍ତି ଆସନ୍ତା କୃତିକା ଦ୍ୱିଜମେଷ ପୂର୍ଣ୍ଣିମା ତିଥିରେ ଅଷ୍ଟମନ ଗ୍ରହର ପ୍ରଭାବରେ ସୂର୍ଯ୍ୟର ବିକିରଣ ହେତୁ ମାନସରୋବରର ଜଳ ଅମୃତରେ ପରିଣତ ହେବ। ବୁଝିଲେ ନା? ଇଏ ଯିଏ ପାଇବ ସେ ପିଇବ ଆଉ। ଏ ତେବେ ସେ ପରୀକ୍ଷା ଦେବାକୁ କ'ଣ ମୁଁ ଯାଇପାରିବିନି? ହଁ ପାରିବେନି କାହିଁକି? ନାଇଁ ନାଇଁ ପାରିବେନି କାହିଁକି? ଆପଣ ପରା ଏବେ ମନ୍ତ୍ରୀଙ୍କର ଖାସି ଲୋକ। ମୁଁ ଏଇନା ବାହାରିଥିଲି ଆପଣଙ୍କ ପାଇଁ ବି ଗୋଟେ ଟିକେଟ ଆଣିବା ପାଇଁ। ସେ ଜାଗାଟା କୋଉଠି? ଇଏ ଭାରତରେ ଥିଲା ବୁଝିଲ ନା? ଇଏ ବର୍ତ୍ତମାନ ସେ ଚାଇନା ସରକାରଙ୍କ ହାତରେ ଅଛି। 88 କିଲୋମିଟର ପୁରା ତିବ୍ବତରୁ ପଶ୍ଚିମକୁ 88 କିଲୋମିଟର ଯିବ। ପୁଣି ଦୁର୍ଗମ ପାହାଡ଼ ପର୍ବତ ଏସବୁ ଚରିକିନା 55 ମାଇଲ ପଦଯାତ୍ରା ବି କରତେ ହେବ। ତାପରେ 330 ଫୁଟ ଉଚ୍ଚ এই যে পুরাণর কৈলাসগিরি জানଥିବ না ପୁରାଣ ତ ପଢନି ତ ହଁ ସେ ପୁରାଣର ଯେ কৈଳାସଗିରି ତାରି ମଝିରେ ଅଛି 120 ବର୍ଗ ଫୁଟ ମାନସରୋବର ବୁଝିଲେ। ଏ ବୁଝି ପାରୁନି ସେ ସ୍ଥାନରେ କାହିଁକି ଅମୃତ ବାହାରିବ? କିତିକା ବୁଝିମେ କୋଦାଉ ଯେ ତମେ କଣ ପୁରାଣ ପଢନି କି ନା ସେ ଯେ ଅମୃତ ବାତିଲା କି ସମତ ନେଇଥିଲା କୋଦ ସମୁଦ୍ର ମତ ନେଇଥିଲା। ସେ ଯେ ଦାନବ ମାନଙ୍କୁ କୁପରୁ ରକ୍ଷା କରିବା ପାଇଁ ଦେବତା ମାନେ ନୁଚି ଦେଇଥିଲେ ହେନ ଛପେକାଟି ରହିଥିଲା ଅମୃତ। ଆଉ ପୃଥିବୀ ତ ଆବର୍ତ୍ତନ ହେଇଛି ଆଉ ସେଟା ମିଶିଛି ଦୀର୍ଘ 5000 ବର୍ଷ ପରେ ବୁଝିଲେ ନା। ଠିକ ଅଛି ଆଜ୍ଞା ମୁଁ ଯାଇ ମୋ କପାଳକୁ ପରଖିବି। ମୁଁ ଶୁଣିଥିଲି ଯାହା ଭାଗ୍ୟରେ ଧର୍ମ ଥିବ ସେ ହିଁ କେବଳ ପରୀକ୍ଷା ଦେବାକୁ ଯାଇପାରିବ। ତବେ ସମୁଦ୍ରକୁ କହି ମୋ ପାଇଁ କ'ଣ ଟିକେଟ ଆଣିବାକୁ କହିବି? କାରଣ ସରକାର ତ ଆମ ଗରିବ ମାନଙ୍କ ପାଇଁ କୁଟା ଦଉଛନ୍ତି, ଏଥିରେ ବି କୁଟା ମିଳିବା ଦରକାର ନା। ଏ ମିଳିବନି କାହିଁକି? ଏ ମନ୍ତ୍ରୀ ବାବୁ ପରା ମତେ ଏବେ କହି ଯାଇଛନ୍ତି ତମ ପାଇଁ ବି ଗୋଟେ ଟିକେଟ ଆଣିବା ପାଇଁ ବୁଝିଲ ନା। ତେବେ ଚାଲ ଆଜିଠୁ ଏ ସାହାରା ବାଡ଼ି ଛାଡ଼ିବି, ହଉ ତାନେ ଆଜିଠୁ ବେସାହାରା ହେବି। ହଉ ତାନେ ଦେଖି
ଆଉ ମାତ୍ର ଦୁଇଟି ଦୃଶ୍ୟ ପରେ ଏ କାହାଣୀ ସମାଧାନ ଆଡ଼କୁ ଯିବ। ତେବେ ଆଜିର ଉଦ୍ଭଟ ନାଟକ ଅଳ୍ପ ଦିନ ଭିତରେ ଲେଖିଥିଲି। ଏଥିରେ ଲେଖିବା ପାଇଁ ମୋର ପିତୃ ପ୍ରତିମା ବ୍ରଜେନ୍ଦ୍ର ସାର୍ ମୋତେ ପ୍ରେରଣା ଦେଇଥିଲେ। ଧୀରେ ଆଉ ଆଜି ଅପରାହ୍ନ ବୟସରେ ବି ସେ ଅପେକ୍ଷା କରିଛନ୍ତି। ଆଜି ମୃତ୍ୟୁଞ୍ଜୟ ସାର୍ଙ୍କୁ ଡାକିଥିଲି ଏବଂ ତାଙ୍କୁ ନିବେଦନ କରିଥିଲି ନାଟକର ଶେଷ ପର୍ଯ୍ୟନ୍ତ ଦେଖି ଗୋଟେ ମତାମତ ଆଙ୍କିବା ପାଇଁ। ବ୍ରଜେନ୍ଦ୍ର ସାର୍ଙ୍କୁ ମଧ୍ୟ ସମୀକ୍ଷା ପାଇଁ ମତାମତ ପାଇଁ ରଖିଥିଲି। ମୁଁ ମଞ୍ଚକୁ ନିବେଦନ କରିବି ବ୍ରଜେନ୍ଦ୍ର ସାର୍ଙ୍କୁ ସେ ତାଙ୍କର ବିବେଚନାର ସାରାଂଶ ଟିକେ ଶୁଣେଇବେ। ଆଉ ମାତ୍ର 25 ମିନିଟ୍ ପରେ ଏ ନାଟକ ପରିଣାମ ଭିତରକୁ ଆସିବ। ତେବେ ଏ ନାଟକଟି ସାଧାରଣତଃ ଶ୍ରୋତାମାନଙ୍କ ପାଇଁ ନୁହେଁ, ଟିକେ ଶିକ୍ଷିତ ଶ୍ରୋତାମାନଙ୍କ ପାଇଁ ବା ସାଧାରଣ ଶ୍ରୋତା ମনোଯୋଗ ସହକାରେ ଶୁଣିଲେ ଏ ନାଟକର ଯେଉଁ ବାର୍ତ୍ତା ପ୍ରଦାନ କରାଯାଇଛି ସେ ବାର୍ତ୍ତାକୁ ନିଶ୍ଚିତ ଗ୍ରହଣ କରିପାରିବେ। ଏ ନାଟକ ରେଡ଼ିଓ ବା ସୌଖିନ ନାଟ୍ୟ ସଂସ୍ଥାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥାଏ ଏବଂ ଏ ନାଟକ ବ୍ୟୟବହୁଳ, ତା ସିନ୍ କାଷ୍ଟିଂ ଏ ସାଙ୍ଗରେ ରହିଥାଏ। ତାକୁ ଅଳ୍ପ ଦିନ ଭିତରେ ଆମେ ତାର ସମ୍ଭାବନାକୁ ଆମେ ପ୍ରସ୍ତୁତ କରିପାରିନୁ, ସେଥିପାଇଁ ଦୁଃଖୀ। ମୁଁ ନିବେଦନ କରିବି ମୋର ପିତୃ ପ୍ରତିମା ବ୍ରଜେନ୍ଦ୍ର ନାଥ ଗିରି ମହୋଦୟଙ୍କୁ ସେ ସମୀକ୍ଷାର ଶେଷ ବାର୍ତ୍ତା ଦୀପଦ ଶୁଣିବେ। ମଞ୍ଚସ୍ଥ ହେଉଥିବା ନାଟକ ଆପଣମାନେ ସମସ୍ତେ ଦେଖୁଛନ୍ତି। ଉପସ୍ଥିତି ସଂଖ୍ୟା ଆସ୍ତେ ଆସ୍ତେ କମି ଯାଉଥିଲେ ବି ନାଟକର ଯେଉଁ ପରିବେଷଣ ପିଲାମାନଙ୍କ ଦ୍ୱାରା ଏଠି ଚାଲିଛି, ପିଲାମାନଙ୍କର ଆଦୌ ଆଗ୍ରହ କମି ନାହିଁ। ପ୍ରଥମରୁ ସେମାନେ ଯେଉଁ ଉତ୍ସାହ ନେଇକି ନାଟକଟାକୁ ପରିବେଷଣ କରୁଛନ୍ତି, କରି ଚାଲିଛନ୍ତି, ଅଦ୍ୟାବଧି ଶେଷ ପର୍ଯ୍ୟନ୍ତ ମଧ୍ୟ ତାଙ୍କର ସେଇ ଉତ୍ସାହ ରହିବ ଏବଂ ସେ ସେଇଭଳି ମଧ୍ୟ ସୁନ୍ଦର ଭାବରେ ପ୍ରଦର୍ଶନ କରିବେ। ଯେଉଁ ବନ୍ଧୁମାନେ ବର୍ତ୍ତମାନ ବସିଛନ୍ତି ବା ଭଉଣୀମାନେ ବସିଛନ୍ତି, ସେମାନେ ନିଶ୍ଚୟ ଉପଭୋଗ କରୁଥିବେ, ଦେଖୁଥିବେ। ଇଏ ନାଟକ ସମାଜର ସମସ୍ତ ଦୋଷ ଦୁର୍ବଳତାକୁ ପ୍ରକାରାନ୍ତରେ ପ୍ରକାଶ କରୁଛି ଏବଂ ଏଥିରେ ଅନେକ କିଛି ଶିଖିବାର ଅଛି। ଆମର ଯେଉଁ ପିଲାମାନେ ମାତ୍ର ଅଳ୍ପ ଦିନ ଭିତରେ ଯେଉଁ ଅଭ୍ୟାସ କରିଛନ୍ତି, କିନ୍ତୁ ଯେକୌଣସି ପେଶାଦାର ପାର୍ଟି ଯଦି ଆପଣ ଦେଖୁଥିବେ, ମୁଁ ଅନୁଭବ କରୁଛି ଆମ ପିଲାମାନେ ତାଙ୍କଠାରୁ ବହୁତ ଉନ୍ନତତର ପ୍ରଦର୍ଶନ କରୁଛନ୍ତି। କେଉଁ ପିଲା ଉଣା ନୁହନ୍ତି। ଅବଶ୍ୟ ଯେକୌଣସି କ୍ଷେତ୍ରରେ 19-20 ରହିବ, କାହାର ଟିକେ ଖୁବ୍ ଭଲ ହେବ, କାହାର ଟିକେ କମ୍ ହେବ, କିନ୍ତୁ ଏଇ ଯେଉଁ ପିଲାମାନେ ଯେଉଁମାନେ ଏଥିରେ ପାର୍ଟିସିପେଟ୍ସ, ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି, ସେମାନେ ସମସ୍ତେ ନିଜ ନିଜ କୌଶଳ ପ୍ରଦର୍ଶନ କରିବାରେ ଆଦୌ ଉଣା କରୁନାହାନ୍ତି। ମୁଁ ଅତ୍ୟନ୍ତ ମୁଗ୍ଧ। ଏବଂ ନାଟକର ରଚୟିତା ଯିଏକି ନାଟକଟାକୁ ଲେଖିଛନ୍ତି ଅଧ୍ୟାପକ ଦୟାନିଧି ସାହୁ, ସିଏ ଏତେ ସୁନ୍ଦର ପରିକଳ୍ପନା କରିଛନ୍ତି, ଏତେ ସୁନ୍ଦର ପରିକଳ୍ପନା ଯାହା ଭିତରେ ସବୁ କଥା ରହିଛି। ସମାଜର ଦୋଷ ଦୁର୍ବଳତା, ସରକାରଙ୍କର ଦୋଷ ଦୁର୍ବଳତା, ଲୋକମାନେ କେମିତି ଜୀବନକୁ ଉପଭୋଗ କରୁଛନ୍ତି ତାର ଦୋଷ ଦୁର୍ବଳତା ଏବଂ ଲୋକମାନଙ୍କ ଭିତରେ ଯେଉଁ କଳା କୌଶଳ ଅର୍ଥାତ୍ ଅନ୍ୟକୁ ଠକିବା ପାଇଁ ଯେଉଁ ଉପାୟ, ତାକୁ ମଧ୍ୟ ସେ ସୁନ୍ଦର ଭାବରେ ପ୍ରଦର୍ଶନ କରୁଛନ୍ତି ଏଥିରେ। ତେବେ ଆମ ପିଲାମାନଙ୍କୁ ସମସ୍ତଙ୍କୁ ଆମେ ପୁରସ୍କୃତ କରିବା। ତା ଭିତରେ ଭଲ କରୁଥିବା କିଛି ବି ଅଛନ୍ତି, ଆପଣମାନେ ଅନୁଭବ କରୁଥିବେ। କିଛି ପିଲା ଅଛନ୍ତି ତାଙ୍କର ପ୍ରଦର୍ଶନ ବୋଧହୁଏ ବହୁତ ଭଲ। ଆପଣମାନେ ଜାଣିଛନ୍ତି, ଆପଣମାନେ ତାକୁ ସାର୍ଟିଫିକେଟ୍ ଦେଇ ସାରିଲେଣି। ଯେଉଁ ପିଲା ସମୟ ରୁଲ୍ କରୁଛି, ଯେଉଁ ପିଲା ବାଇଧର ରୁଲ୍ କରୁଛି, ଯେଉଁ ଝିଅଟି ସରିତା ହେଇଛି, ସେମାନଙ୍କର ପ୍ରଦର୍ଶନ ବା ସେମାନଙ୍କର ଅଭିନୟ ଅତ୍ୟନ୍ତ ମନମୁଗ୍ଧକର। ଅନ୍ୟାନ୍ୟ ପିଲାମାନେ ଉଣା ଅଧିକା ସମସ୍ତେ ଭଲ କରୁଛନ୍ତି, ସମସ୍ତେ, କେହି କାହାରି ପାଖରେ। ଅତି ଅଳ୍ପ ଦିନ ଭିତରେ ଆମର ପ୍ରଫୁଲ୍ଲ ବାଗ ମହୋଦୟ ଯିଏକି ଡାଇରେକ୍ସନ୍ ଦେଇଛନ୍ତି, ଆଜିର ଯେଉଁ ମ୍ୟୁଜିକ୍ ପାର୍ଟିମାନେ ଯେଉଁଭଳି ସହଯୋଗ କରୁଛନ୍ତି, ଯେଉଁ ସଙ୍ଗୀତ ପରିବେଷଣ କରୁଛନ୍ତି ଯେଉଁମାନେ, ମୁଁ ଭାବୁଛି କୌଣସି ପେଶାଦାର ପାର୍ଟି ଠାରୁ ଇଏ ଟିକିଏ ହେଲେ ଉଣା ନୁହେଁ। ବେଶ ଚମତ୍କାର ଭାବରେ କାର୍ଯ୍ୟକ୍ରମ ଚାଲିଛି, ବେଶ ଚମତ୍କାର ଏବଂ ଅତ୍ୟନ୍ତ ମନମୁଗ୍ଧକର ଖାଲି ନୁହେଁ,
ପରିତୃପ୍ତି ଆମକୁ ଆଣିଦେଇଛି। ମୁଁ ତ ନିର୍ନିମେଷ ନୟରେ ପ୍ରତ୍ୟେକ ପିଲାକୁ ଟିକି ଟିକି ଭାବରେ ଲକ୍ଷ୍ୟ କରୁଛି, ତାର ପ୍ରଦର୍ଶନ କୌଶଳ, ତାର ଯାହା ପ୍ରତି ଅଙ୍ଗ ଭଙ୍ଗୀ, ତାର କଥା କହିବା ଶୈଳୀ, ତାର ଉଚ୍ଚାରଣ ମୁଁ ସ୍ପଷ୍ଟ ଭାବେ ଦେଖୁଛି। କୌଣସି ପିଲାର ଉଚ୍ଚାରଣ ତ୍ରୁଟିଜନକ ନୁହେଁ। ଯେଉଁ ପିଲାଟି ବାଇଧର ହେଉଛି, ଯେଉଁ ପିଲାଟି ସମୟ ରୁଲ୍ କରୁଛି, ସେମାନେ କେତେ ସ୍ପଷ୍ଟ ଭାବରେ ପ୍ରତ୍ୟେକ ଶବ୍ଦକୁ ଉଚ୍ଚାରଣ କରୁଛନ୍ତି ଏବଂ ଆଦୌ ଟିକେ ବ୍ରେକ୍ ନାହିଁ, କହିବାରେ ଅଟକି ଯିବାର ନାହିଁ କେଉଁ ପିଲାଙ୍କର। ଏତେ ସୁନ୍ଦର କରୁଛନ୍ତି। ତେଣୁ ସମସ୍ତଙ୍କୁ ସାଧୁବାଦ ଜଣାଇବେ। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଯେଉଁ ପିଲାମାନେ ଅଂଶଗ୍ରହଣ କରୁଛନ୍ତି ସେମାନଙ୍କ ଭିତରୁ ଆମେ ସମୟକୁ ବୋଧହୁଏ ଅଧିକ ସମସ୍ତେ ଆପଣମାନେ ଭଲ ବୋଲି କହୁଛନ୍ତି, ବାଇଧରକୁ ମଧ୍ୟ ଭଲ ବୋଲି କହୁଛନ୍ତି, ସରିତାକୁ ଭଲ ବୋଲି କହୁଛନ୍ତି। ଏ 3 ଜଣ ପିଲାକୁ କ୍ରମାନ୍ୱୟରେ ସମୟ ଯେଉଁ ପିଲାଟି ହେଇଛି ତାକୁ ପ୍ରଥମ, ଯେଉଁ ପିଲାଟି ବାଇଧର ହେଇଛି ତାକୁ ଦ୍ୱିତୀୟ, ଯେଉଁ ପିଲାଟି ସରିତା ହେଇଛି ତାକୁ ତୃତୀୟ ପୁରସ୍କାର ଆମେ ଦେବା। ଆଉ ସମସ୍ତ ପିଲାଙ୍କୁ କନସୋଲେସନ ପୁରସ୍କାର ବା ଯେଉଁ ସହଯୋଗୀ ପୁରସ୍କାର, କନସୋଲେସନ ଯେଉଁଟା କୁହାଯାଏ, ସେଇ କନସୋଲେସନ ପୁରସ୍କାର ସମସ୍ତଙ୍କୁ ଦିଆଯିବ, ସମସ୍ତଙ୍କୁ ଦିଆଯିବ। ତେଣୁ କୌଣସି ପିଲାର ମନ ନା କରିବାର ନାହିଁ। ଆଉ ଆମର ଯେଉଁ ବନ୍ଧୁମାନେ ଏଠି ସହଯୋଗ କରୁଛନ୍ତି, ମୁଁ ତ ଏତେ ଖୁସି ଯେ ସେ ମାନେ ଏଇଟାକୁ, ଏଇ ନାଟକଟାକୁ ଯେଉଁ ପରିବେଷଣ କରିବା ଭିତରେ ଯେଉଁ କୌଶଳ ପ୍ରଦର୍ଶନ କରୁଛନ୍ତି, ମାନେ